ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, 4 ଦିନ ବ୍ୟାଙ୍କ ବନ୍ଦ। ଜାନୁଆରୀ 25ରୁ ଜାନୁଆରୀ 27 ପର୍ଯ୍ୟନ୍ତ ଲଗାତାର 3 ଦିନ ପାଇଁ ବ୍ୟାଙ୍କ ଶାଖା ବନ୍ଦ ରହିବ ବୋଲି ସାରା ଭାରତରେ ବ୍ୟାଙ୍କ ଗ୍ରାହକମାନେ ଜାନୁଆରୀ ଶେଷରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସାପ୍ତାହିକ ଛୁଟି, ଗଣତନ୍ତ୍ର ଦିବସ ଏବଂ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଏହି ବର୍ଦ୍ଧିତ ବନ୍ଦ କରାଯାଇଛି। ଶେଷ ମୁହୂର୍ତ୍ତର ଅସୁବିଧା ଏଡ଼ାଇବା ପାଇଁ ଗ୍ରାହକମାନଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାର୍ଯ୍ୟ ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର, କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ର ସରକାର ପ୍ରାୟ 93,000 କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ ଏବଂ ଆର୍ବିଆଇର କର୍ମଚାରୀଙ୍କ ଦରମା ଓ ପେନ୍ସନ ସଂଶୋଧନ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ସରକାରଙ୍କ ଉପରେ ପ୍ରାୟ 8,170 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଏହି ସଂଶୋଧନ ଦ୍ୱାରା ମୋଟ 46,322 କର୍ମଚାରୀ, 23,570 ପେନ୍ସନଭୋଗୀ ଏବଂ 23,260 ପେନ୍ସନଭୋଗୀ ଉପକୃତ ହେବେ। ଏହି କର୍ମଚାରୀଙ୍କ ବେତନ ସଂଶୋଧନ 1 ଅଗଷ୍ଟ 2022ରୁ ଲାଗୁ ହେବ। ଏଥିପାଇଁ 8,170 କୋଟି ଟଙ୍କା ବ୍ୟୟ କରାଯିବ, ଯେଉଁଥିରୁ 8,022 କୋଟି ଟଙ୍କା କେବଳ ବେକାୟ ବା ଏରିୟର ଆକାରରେ ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ଖୁସି ଖବର ଦେଲେ କେନ୍ଦ୍ର ସରକାର। ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ଭାରତରେ ଲକ୍ଷ ଲକ୍ଷ ଚାଷୀ ବାସ କରନ୍ତି। ଏହି ଚାଷୀଙ୍କ ମଧ୍ୟରୁ ଅନେକ ଆର୍ଥିକ ସ୍ଥିତି ଭଲ ନୁହେଁ। ଭାରତ ସରକାର ଏହି ଗରିବ ଏବଂ ଅସହାୟ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଚାଲନ୍ତି, ଯାହାଦ୍ୱାରା ସେମାନେ ବର୍ଷ ସାରା ସ୍ଥିର ଆର୍ଥିକ ସହାୟତା ପାଇପାରିବେ। ଆପଣଙ୍କ ନାମ, ଆକାଉଣ୍ଟ ନମ୍ବର କିମ୍ବା ଆଧାରରେ ସାମାନ୍ୟତମ ବିଭ୍ରାଟ ମଧ୍ୟ ଆପଣଙ୍କ କିସ୍ତିରେ ବିଳମ୍ବ ହୋଇପାରେ। ତେଣୁ ସରକାରୀ ପୋର୍ଟାଲ ମାଧ୍ୟମରେ କିମ୍ବା ଆପଣଙ୍କ ନିକଟସ୍ଥ କୃଷି କାର୍ଯ୍ୟାଳୟକୁ ଯାଇ ଆପଣଙ୍କର ବିବରଣୀ ତୁରନ୍ତ ଅପଡେଟ୍ କରିବା ଭଲ। ଏହି ପ୍ରକ୍ରିୟାକୁ ଅନେକ ରାଜ୍ୟରେ ବାଧ୍ୟତାମୂଳକ କରାଯାଇଛି। ପରବର୍ତ୍ତୀ ଖବର, ବ୍ୟାଙ୍କ ଧର୍ମଘଟ ଡାକରା। ବ୍ୟାଙ୍କିଂ ଶିଳ୍ପରେ 5 ଦିନିଆ କାର୍ଯ୍ୟ ସପ୍ତାହ କାର୍ଯ୍ୟକାରୀ କରିବା ଏବଂ ଅନ୍ୟ ସବୁ ଶନିବାରଗୁଡ଼ିକୁ ଛୁଟିଦିନ ଭାବରେ ଘୋଷଣା କରିବା ପାଇଁ ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଦାବି କରାଯାଇ 27 ତାରିଖରେ ଧର୍ମଘଟ ଡାକରା ଦେଇଛି। ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ଘୋଷିତ ହୋଇଛି। ମାତ୍ର ଅନ୍ୟ ଶନିବାରଗୁଡ଼ିକ ଅଧା ଦିନ କାର୍ଯ୍ୟ ବଦଳରେ ସମ୍ପୂର୍ଣ୍ଣ କାର୍ଯ୍ୟ ଦିବସ ଭାବରେ ପାଳନ କରାଯାଉଛି। 2023ରେ ଆଲୋଚନା ପରେ ଏହା ସହମତି ହୋଇଥିଲା ଯେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦୈନିକ କାର୍ଯ୍ୟ ସମୟ 40 ମିନିଟ୍ ବୃଦ୍ଧି କରାଯିବ ଏବଂ ବାକି ଶନିବାରଗୁଡ଼ିକୁ ଛୁଟିଦିନ ଘୋଷଣା କରାଯିବ। ଏହା ସରକାରଙ୍କୁ ବିଧିବଦ୍ଧ ଭାବେ ସୁପାରିଶ କରାଯାଇଥିଲା। ଏହା 2 ବର୍ଷ ଧରି ସରକାରଙ୍କ ଅନୁମୋଦନ ପାଇଁ ପଡ଼ି ରହିଛି। ପରବର୍ତ୍ତୀ ଖବର, କଟକ ପାଇଁ ବଡ଼ ଘୋଷଣା। ନୂଆ ରୂପ ପାଇବ କଟକ ଶିଶୁ ଭବନ। 220 କୋଟି ଟଙ୍କାରେ କାର୍ଯ୍ୟକାରୀ ହେବ ମହାନଦୀ ରିଭରଫ୍ରଣ୍ଟ ଯୋଜନା। ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ। ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକବାସୀଙ୍କ ପାଇଁ ଏ ବଡ଼ ଘୋଷଣା କରିଛନ୍ତି। ଆଉ କିଛି ମାସ ଭିତରେ କଟକ ଚଣ୍ଡୀ ମନ୍ଦିରର କାମ ଶେଷ ହେବ। ନୂଆ ରୂପ ପାଇବ କଟକ ଶିଶୁ ଭବନ। ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବା ସହ ଓଡ଼ିଶା ଏବେ ଆତ୍ମବିଶ୍ୱାସର ସହ ଆଗକୁ ବଢୁଥିବା କହିଛନ୍ତି। ପରବର୍ତ୍ତୀ ଖବର, ବସ୍ ଧର୍ମଘଟ ଡାକରାକୁ ନେଇ ଆସିଲା ବଡ଼ ଅପଡେଟ୍।
ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିଲା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଜିଲ୍ଲା ସଦର ମହାକୁମକୁ ଚଳାଇବାକୁ ନିଷ୍ପତ୍ତିକୁ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଥିଲେ, ଯାହାକୁ ନେଇ ଗଲା 7 ଦିନ ଧରି ବିଭିନ୍ନ ଜିଲ୍ଲାର ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ସଚିବ ଓ ପରିବହନ କମିଶନରଙ୍କ ସହିତ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା। ଆଲୋଚନା ପରେ ବସ୍ ଧର୍ମଘଟରୁ ଓହରିବା ବୋଲି ସଂଘ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଖବର, ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ। ଜାନୁଆରୀ 26ରେ ଅନୁଷ୍ଠିତ ହେବାକୁ ଥିବା 77ତମ ଗଣତନ୍ତ୍ର ଦିବସରେ କୋରାପୁଟର ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି କରି ଏହା କଡ଼ାକଡ଼ି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ 26 ସୋମବାର ଦିନ ଜିଲ୍ଲାର ସବୁ ଅଞ୍ଚଳରେ ଯେପରି ଛେଳି ମାଂସ, କୁକୁଡ଼ା ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ନ ହୁଏ, ସେଥିପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଖବର, ଶଙ୍ଖ ଭବନ ଘେରାଉ କଲେ ବିଜେଡି କର୍ମୀ। କ୍ଷମତାରୁ ଯିବା ପରେ ଯେ ଏପରି ଦିନ ବିଜେଡି ଦେଖିବ, ଏହା ମୁଖିଆ ନବୀନ କେବେ ବି ଭାବି ନଥିବେ। କେତେ ବଡ଼ ବଡ଼ ନେତାଙ୍କୁ ଗୋଟିଏ ଫରମାନରେ ଦଳ ବାହାର ରାସ୍ତା ଦେଖାଇ ଦେଇଛନ୍ତି, କିନ୍ତୁ କେହି ପଦଟିଏ ବି ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। କିନ୍ତୁ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ବିଜେଡି ଓ ନବୀନଙ୍କ ପାଇଁ ବଢ଼ାଇବାରେ ଲାଗିଛି ଟେନସନ। ନବୀନଙ୍କ ରିଆକ୍ସନ ପରେ ଅରବିନ୍ଦଙ୍କ ସମର୍ଥକଙ୍କ ଆକ୍ସନ ଦେଖାଇଛନ୍ତି। ଆଉ ଶଙ୍ଖ ଭବନ ଆଗରେ ଶହ ଶହ ସମର୍ଥକ କରିଛନ୍ତି ଶକ୍ତି ପ୍ରଦର୍ଶନ। ପରବର୍ତ୍ତୀ ଖବର, ଆମ ବସ୍ ଆତଙ୍କରେ ଥରହର ଜନତା। ମାଷ୍ଟର କ୍ୟାଣ୍ଟିନ ଛକରେ ବାଇକ୍କୁ ପିଟିଲା। ଆଉ ପାରି ହେଉନି ଆମ ବସ୍କୁ। ଯେତେ କାର୍ଯ୍ୟାନୁଷ୍ଠାନ ହେଉ କି ଯେତେ ସତର୍କତା କରାଯାଉ, ରାଜରାସ୍ତାରେ ମଣିଷଙ୍କୁ ଦଳି ଚକଟି ପକାଉଛି ପଶୁ ଭଳି। ପୁଣି ଭୁବନେଶ୍ୱରରେ ବାଇକ୍କୁ ପିଟିଲା। ପୁରୀର ଜଣେ ମହିଳାଙ୍କୁ ଏମିତି ଦଳିଦେଲା ଯେ ତାଙ୍କ ବାମ ଗୋଡ଼ ଛିନ୍ଛତ୍ର ହୋଇଗଲା। ଲଗାମହୀନ ଆମ ବସ୍ର ଏଭଳି ଆତଙ୍କରାଜକୁ ନେଇ ଭୁବନେଶ୍ୱରରେ ଓ ପୁରୀରେ ଉପୁଜିଥିଲା ପ୍ରବଳ ଉତ୍ତେଜନା। ପରବର୍ତ୍ତୀ ଖବର, ବଡ଼ ଯୁଦ୍ଧର ପ୍ଲାନ୍ କରିଛି ଆମେରିକା। ସେପଟେ ସଜାଗ ରହିଛନ୍ତି ସେନା, ଆଉ ପ୍ରସ୍ତୁତ ରହିଛି ପରମାଣୁ ଅସ୍ତ୍ର। ଏଥିସହ ବିମାନବାହୀ ଜାହାଜ ଏବଂ ଯୁଦ୍ଧ ଜାହାଜ ମଧ୍ୟ ପଠାଇବାରେ ପ୍ଲାନ୍ କରିଛି ଆମେରିକା। ଇରାନରେ ନିଜର ଶକ୍ତି ପ୍ରଦର୍ଶନ କରିବ, ଏମିତି କିଛି ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ। ଅନ୍ୟପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି ହୋଇଛି ଇସ୍ରାଏଲ, ଯାହାକୁ ନେଇ ଇରାନ ପକ୍ଷରୁ ମଧ୍ୟ ଏକ ସଂକେତ ମିଳିଛି। ଇରାନ କହିଛି ତାଙ୍କ ଉପରେ ଯେକୌଣସି ଆକ୍ରମଣ ସମଗ୍ର ଅଞ୍ଚଳକୁ ଏକ ବ୍ୟାପକ ସାମରିକ ସଂଘର୍ଷରେ ଫସାଇ ଦେବ।